କେନ୍ଦୁଝରର ସିଦ୍ଧ ଜଗନ୍ନାଥଙ୍କ ବ୍ୟଞ୍ଜନ ଦ୍ୱାଦଶୀ 100ରୁ ଊର୍ଦ୍ଧ୍ୱ ପ୍ରକାରର ବ୍ୟଞ୍ଜନରେ ଆପ୍ୟାୟିତ ହେଲେ ସିଦ୍ଧ ଜଗନ୍ନାଥ। କେନ୍ଦୁଝର ସିଦ୍ଧ ଜଗନ୍ନାଥଙ୍କ ମନ୍ଦିରରେ ପାଳିତ ହେଲା ବ୍ୟଞ୍ଜନ ଦ୍ୱାଦଶୀ 100ରୁ ଊର୍ଦ୍ଧ୍ୱ ପ୍ରକାରର ବ୍ୟଞ୍ଜନରେ ଆପ୍ୟାୟିତ ହେଲେ ସିଦ୍ଧ ଜଗନ୍ନାଥ। କେନ୍ଦୁଝରର ପୁରୁଣା ସହରସ୍ଥିତ ସିଦ୍ଧ ଜଗନ୍ନାଥ ମନ୍ଦିରରେ 2015 ମସିହାରେ ନବକଳେବର ପରଠାରୁ ବ୍ୟଞ୍ଜନ ଦ୍ୱାଦଶୀ ପାଳନ କରାଯାଉଅଛି। ଜିଲ୍ଲାର ସର୍ବପୁରାତନ ଏହି ମନ୍ଦିରରେ 100ରୁ ଊର୍ଦ୍ଧ୍ୱ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ସିଦ୍ଧ ଜଗନ୍ନାଥଙ୍କୁ ଅର୍ପଣ କରାଯାଇଥାଏ। ବିଭିନ୍ନ କିସମର ଖେଚୁଡ଼ି, ଘାଣ୍ଟ, ଶାଗ, ଦହି, ଭାତ, ଡାଲି, ତରକାରୀ, ବଡ଼ି ଆଦି ଶୁଦ୍ଧ ଘିଅରେ ପ୍ରସ୍ତୁତ କରାଯାଇଥାଏ। ଏହା ସହ ବିଭିନ୍ନ ପ୍ରକାରର ମିଠା ଯେପରିକି କପୁର କୋଳି, ଝିଲି, ଆରିସା, କାକରା, ପିଠା ତିଆରି କରାଯାଇଥାଏ। କେନ୍ଦୁଝର ଜିଲ୍ଲାର ପ୍ରସିଦ୍ଧ ବିଭିନ୍ନ ପ୍ରକାରର ବଡ଼ି ମଧ୍ୟ ପ୍ରସ୍ତୁତ କରାଯାଇଥାଏ। ଏହି ଦ୍ୱାଦଶୀ ଦିନ ସିଦ୍ଧ ଜଗନ୍ନାଥଙ୍କୁ ବିଭିନ୍ନ ପ୍ରକାରର ଜଙ୍ଗଲଜାତ ଫଳମୂଳ ଯଥା କ୍ଷୀର, କୋଳି, ବରକୋଳି, ଭୁରୁଡ଼ୁ କୋଳି ଆଦି ମଧ୍ୟ ଅର୍ପଣ କରାଯାଇଥାଏ। 100ରୁ ଊର୍ଦ୍ଧ୍ୱ ବ୍ୟଞ୍ଜନ ସିଦ୍ଧ ଜଗନ୍ନାଥଙ୍କୁ ଅର୍ପଣ କରିବା ପରେ ଭକ୍ତଙ୍କ ମଧ୍ୟରେ ବଣ୍ଟା ଯାଇଥାଏ। ଏହି ସିଦ୍ଧ ଜଗନ୍ନାଥଙ୍କ ପ୍ରସାଦ ସେବନ କରିବା ପାଇଁ ଜିଲ୍ଲାର କୋଣ ଅନୁକୋଣରୁ ଭକ୍ତଙ୍କ ଭିଡ଼ ଦେଖାଯାଇଥିଲା। କିମ୍ବଦନ୍ତୀ ଅନୁସାରେ ମା ଯଶୋଦା ହଠାତ୍ ଦିନେ ଦେଖିଲେ ଯେ ତାଙ୍କ ଏକୋଇର ବଳା ବିଶିକେଶନ କାହ୍ନାର ଦେହ ଝଡ଼ି ଯାଇଛି। ମାଙ୍କ ଆଖିରୁ ସେ ଶୁଖି କଳାକାଠ ପଡ଼ିଯାଇଥିବା ଦେଖାଗଲେ। ଏତିକିରେ ମା ଉଚ୍ଛନ୍ନ ହୋଇଗଲେ। ଭାବିଲେ ନ ଖାଇ ନ ପିଇ ସେ ଏମିତି ହେଇଗଲାଣି। ସେଠୁ ଯଶୋଦା କ'ଣ କଲେ ନା ନିଜେ ରୋଷେଇ ଘରକୁ ଯାଇ ନାନାଦି ପ୍ରକାରର ପୁଷ୍ଟିକର ତଥା ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରି କୃଷ୍ଣଙ୍କୁ ଖୁଆଇଲେ। ଆଜିର ଦିନରେ ଏହି ବ୍ୟଞ୍ଜନ ପ୍ରସ୍ତୁତ କରିଥିବା ବେଳେ ହିନ୍ଦୁ ଶାସ୍ତ୍ର ଅନୁଯାୟୀ ବିଭିନ୍ନ ମଠ ମନ୍ଦିରରେ ଏହି ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥାଏ। ଆନନ୍ଦ ଖଣ୍ଡେଇ ସେବାୟତ। ହଁ ନିଶ୍ଚୟ ଦେଖନ୍ତୁ, ଏ ଭକ୍ତ ଆଉ ଭଗବାନଙ୍କର ଯେଉଁ ଗୋଟେ ଥାଏ, ଭଗବାନଙ୍କର ବହୁ ପ୍ରକାର ଲୀଳା, ବହୁ ପ୍ରକାର ପର୍ବ। ସେ ପର୍ବ ମଧ୍ୟରୁ ଏକ ପର୍ବ 2015 ମସିହା ଯେତେବେଳେ ନବକଳେବର ହେଇଥିଲା, ସିଦ୍ଧ ଜଗନ୍ନାଥଙ୍କର କେନ୍ଦୁଝରଠାରେ ନବକଳେବର ହେଇଥିଲା। ସେହି 2015 ମସିହା ଠାରୁ ଏଠାରେ ବ୍ୟଞ୍ଜନ ଦ୍ୱାଦଶୀ ପର୍ବ ପାଳନ କରାଯାଇଛି। ଆଜି ପର୍ଯ୍ୟନ୍ତ 2024 ମସିହା ହେଲାଣି, 10 ବର୍ଷ ଧରି ଏ ପାଳନ କରାଯାଇଛି। ଏଠାରେ ଯେତେ ପାରେ ପ୍ରସ୍ତୁତ କରାଯାଏ, ଶତାଧିକ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ ଏବଂ ଠାକୁରଙ୍କ ଅର୍ପଣ କରାଯାଏ ସିଦ୍ଧ ଜଗନ୍ନାଥଙ୍କ ପାଖରେ। ଆଉ ଭକ୍ତମାନେ ଯେଉଁମାନେ ଆସିଥାନ୍ତି, ସେ ଭକ୍ତମାନଙ୍କ ପାଖରେ ସେ ପ୍ରସାଦ ବାଣ୍ଟି ଦିଆଯାଏ। ମଧୁସୂଦନ ମିଶ୍ର, ପହଣ୍ଡିଆ ସଂଘ ସଭାପତି। କେନ୍ଦୁଝର ସିଦ୍ଧ ଜଗନ୍ନାଥ ପାଖରେ ବ୍ୟଞ୍ଜନ ଦ୍ୱାଦଶୀ କ'ଣ କେମିତି ପ୍ରସ୍ତୁତ ହେଇଥିଲା, କେତେ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ ହେଇଛି ଜଗନ୍ନାଥ? ଆମେ ପ୍ରତ୍ୟେକ ବର୍ଷ ପରି ଏ ବର୍ଷ 100ଠୁ ଅଧିକ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତି କରିଛୁ। ଆମେ 2015ରୁ ଆରମ୍ଭ କରିକି ବର୍ତ୍ତମାନ 10 ବର୍ଷ ହେଇଗଲା ତାକୁ କରିଚାଲିଛୁ। ଧୀରେ ଧୀରେ ବି ଆପଣମାନଙ୍କର ସହଯୋଗ ଆଉ ଆପଣମାନଙ୍କ ସଂଖ୍ୟା ବି ବଢ଼ି ବଢ଼ି ଚାଲିଛି। ପ୍ରଥମରେ ଯାହା କରିଥିଲୁ ଆଜି ଆଉ ଟିକେ ଅଧିକ ବି ପାଇଲୁଣି। ଆଉ ଟିକେ ଆପଣମାନେ ଆମକୁ ଯଦି ଜନସାଧାରଣ ଆମକୁ ଆମ ଯେଉଁ ସହରବାସୀ ସାହାଯ୍ୟ କରିବେ ତାହେଲେ ଆହୁରି ଟିକେ ବି ଭଲ ଭାବରେ ହେଇପାରିବ। ଯେତିକି ବ୍ୟଞ୍ଜନ ଦ୍ୱାଦଶୀ ପୁଷ ମାସ ଶୁକ୍ଳପକ୍ଷ ଦ୍ୱାଦଶୀରେ ହୁଏ। ମା ଯଶୋଦା କୃଷ୍ଣଙ୍କୁ ବ୍ୟଞ୍ଜନ ପ୍ରସ୍ତୁତି କରି ଆଜି ବହୁତ ପ୍ରକାର ଦେଇଥିଲେ। କିନ୍ତୁ ଶ୍ରୀକ୍ଷେତ୍ରରେ 2 ମଠରେ ହୁଏ, ଆଉ ବାଲେଶ୍ୱରରେ ହୁଏ। ଆମର କେଉଁଝରରେ 2015ରୁ ଆମେ ଯେତେବେଳେ ଠାକୁରଙ୍କୁ ବିଗ୍ରହ ପରିବର୍ତ୍ତନ କଲୁ, ସେଠୁ ଗୋଟେ ମନରେ ଆସିଲା ଯେ ଆମେ ଏଠି ଠାକୁରଙ୍କ ପାଇଁ ବ୍ୟଞ୍ଜନ ପ୍ରସ୍ତୁତି କରିବା ବ୍ୟଞ୍ଜନ ଦ୍ୱାଦଶୀ। ତେଣୁ 2015ରୁ ଆମେ କରିଆସୁଛୁ। କେନ୍ଦୁଝରରୁ ମୋହନ ମୁରତୀ ମହାରଣାଙ୍କ ରିପୋର୍ଟ। ଉପସ୍ଥାପନା ବୀରେନ୍ଦ୍ର କୁମାର ପାଣିଗ୍ରାହୀ। ନମସ୍କାର।